କଳାହାଣ୍ଡି ଜୟପାଟଣା ବ୍ଲକରେ ପାଳିତ ହେଲା ଆଦିବାସୀ କୋଟିମରା ପର୍ବ। କୋକସରା 28 ବାର କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଚିର୍କା, ଭେଜିଗୁଡା ଓ ତୁବରିଖୋଲରେ କୋଟିମରା ପର୍ବ ପାଳିତ ହୋଇଛି। ଚିର୍କାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଶିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଭେଜିଗୁଡା ପର୍ବରେ ଭେଜିଗୁଡା ସରପଞ୍ଚ ମଧୁମଣି ସାହୁଙ୍କ ସହ ଗାଁର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି ତୁମରିଖୋଲରେ ଜାନି ପୂଜାରୀ ସହ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସବୁ ସ୍ଥାନରେ ଗାଁ ଗାଁରୁ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ନିଶାନ ବାଦ୍ୟରେ ତାଳେ ନାଚି ଡେଇଁ ରୀତିନୀତି ଅନୁସାରେ ପର୍ବରେ ଉପସ୍ଥିତ ରହି ପୂଜା ଅର୍ଚ୍ଚନା କରିଛନ୍ତି। ଜାନି ଘରୁ ବିଧି ଅନୁସାରେ ଗଡରା, ଅଣ୍ଡିରା ମେଣ୍ଢା ଧରଣୀ ଘରକୁ ନେଇ ବଳି ଦେବା ପରେ ସେଠାରେ ମାଂସ ଖଣ୍ଡକ ଚୋରି କରି ଆଦିବାସୀମାନେ ନେଇଥିଲେ। ଏହାକୁ ନିଜ କ୍ଷେତ ଓ ଘରେ ପୋତିଲେ ଧରଣୀ ମା ତାଙ୍କୁ ଆଶୀର୍ବାଦ କରିଛନ୍ତି ବୋଲି ବିଶ୍ୱାସ ରହିଛି। ଗୁରୁବାର ଗୁରୁପୂଜନ, ଶୁକ୍ରବାର ମାଂସ ଭକ୍ଷଣ କରି ପରିବାର ସହ ହସ ଖୁସିରେ ପାଳନ କରିଥିଲେ। ଶନିବାର ଦେବତା ଗ୍ରାମ ପରିଭ୍ରମଣ କରି ରବିବାର ପର୍ବରେ ସାମିଲ ହୋଇ ମାଂସ ନେଇ ଆଦିବାସୀମାନେ ଘରକୁ ଫେରିଲେ। କଳାହାଣ୍ଡି ଜିଲ୍ଲା କୋକସରା ରିତେଶ କୁମାର ମୁଣ୍ଡାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ରାଜ୍ୟସ୍ତରୀୟ ଚଷା ମହାସମାବେଶରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ହାଇସ୍କୁଲ ପଡ଼ିଆରେ ଏକ ରାଜ୍ୟସ୍ତରୀୟ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟସ୍ତରୀୟ ଚଷା ସମାଜର ବହୁ ଚାଷୀମାନେ ଉପସ୍ଥିତ ଥିଲେ। ଚଷା ସମାଜର ଓବିସି ସଂରକ୍ଷଣ କେମିତି ରହିବ, ଚଷା ସମାଜ ଲୋକେ କେମିତି ଆଗକୁ ବଢିବେ, କେନ୍ଦ୍ର ଓବିସି ଲିଷ୍ଟରେ କେମିତି ନ ରହିବ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଠମଲ୍ଲିକ ବିଧାୟକ ସଭାର ବିଧାୟକ ନଳିନୀକାନ୍ତ ପ୍ରଧାନ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୁଳ ଜିଲ୍ଲାର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଚଷା ସମାଜର ସଭାପତି ଉପେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ। ଏଥିରେ ପାଖାପାଖି 40,000ରୁ ଅଧିକ ସଂଖ୍ୟାର ଚାଷୀ ସମାଗମ ହୋଇଥିଲେ। ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ହିନ୍ଦୋଳ ବ୍ଲକ ଗଣ୍ଡାନାଳି ପଞ୍ଚାୟତର ଶ୍ରୀ ଜଗନ୍ନାଥ ବିଦ୍ୟାପୀଠର ବାର୍ଷିକ ଉତ୍ସବ ଅନୁଷ୍ଠିତ। ହିନ୍ଦୋଳ ଉପଖଣ୍ଡ ଗଣ୍ଡାନାଳି ପଞ୍ଚାୟତ ସ୍ଥିତ ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ ଖରଚୁଲିଠାରେ ଗତ 26 ତାରିଖ ଠାରୁ ଆୟୋଜିତ ହେଉଥିବା ବାର୍ଷିକ ଉତ୍ସବ ପରିବାରର ଅପରାହ୍ନରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଗୌରଚନ୍ଦ୍ର ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ ଶିକ୍ଷା ହିଁ ଜୀବନର ଆଲୋକ, ତେଣୁ ଏହାକୁ ସଦୁପଯୋଗ କରି ସମାଜ କଲ୍ୟାଣରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରାଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅନୁଗୁଳ ସ୍ୱୟଂଶାସିତ ସରକାରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର ଯୋଗଦେଇ ଶିକ୍ଷା ମଣିଷକୁ ମାର୍ଜିତ କରିବା ସହ ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାକୁ ପ୍ରାଧାନ୍ୟ ଦେବା ପାଇଁ ଉଭୟ ଶିକ୍ଷକ ଓ ଅଭିଭାବକମାନେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ ଯୋଗଦେଇ ଜନ୍ମଭୂମିର ଗାରିମା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ବରୁଣ କୁମାର ସର, ଗଣ୍ଡାନାଳି ପଞ୍ଚାୟତ ସରପଞ୍ଚ ସୁନୀଲ କୁମାର ସ୍ୱାଇଁ, ଅନୁଷ୍ଠାନ ପୂର୍ବତନ ପ୍ରଧାନ ଶିକ୍ଷକ ନବକିଶୋର ଚୌଧୁରୀ ଓ ପରିଚାଳନା କମିଟିର ପୂର୍ବ ସମ୍ପାଦକ ତଥା ପ୍ରତିଷ୍ଠାତା ସଦସ୍ୟ ଦୟାନିଧି ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ। ପରିଚାଳନା କମିଟି ତଥା ଆଲୁମିନିୟମ କମିଟିର ସଭାପତି ଜଗବନ୍ଧୁ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ପୂର୍ବ ଛାତ୍ର ଅଧ୍ୟାପକ ଡକ୍ଟର ନରେଶ ନାୟକ କାର୍ଯ୍ୟକ୍ରମକୁ ସଂଯୋଜନ କରିଥିଲେ। ଅନୁଷ୍ଠାନର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ପରେ ପରେ ମଞ୍ଚାସୀନ ଅତିଥି ବୃନ୍ଦ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ପୂର୍ବ ଛାତ୍ର ଦୀନବନ୍ଧୁ ରାଉତଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଏହାକୁ ଉପଭୋଗ କରିବା ପାଇଁ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଓ ଭରପୁର ଦର୍ଶକମାନେ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବାର୍ଷିକ ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପୂର୍ବ ଛାତ୍ର ଓ ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରିଥିଲେ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।